ନାଇଁ ନାଇଁ ସେଇଟା ବେକାର କଥା। ସିଏ ଯେଉଁ କଥା କହୁଛନ୍ତି ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ବ୍ୟାକଫୁଟ୍ରେ କ'ଣ ପାଇଁ ରହିବ? ଯେତେବେଳେ ଯାହା ଯେଉଁ କଥା ଯେଉଁ ପ୍ରକ୍ରିୟା ଯାହା କରିବା କଥା ସେ ପ୍ରକ୍ରିୟା ତ ଅଛନ୍ତି। ମନେ କରନ୍ତୁ ଗୋଟେ କେସ୍ ହେଲା, କେସ୍ର ତା ତଦନ୍ତ କରିବା, ଅନ୍ୟାନ୍ୟ ଯାହା କରିବା କଥା ସେ ତ ସବୁ ତ ସରକାର କରୁଛନ୍ତି। ସରକାର ପୁରା ତତ୍ପରତାର ସହିତ କାମ କରୁଛନ୍ତି। ଯଦି ଆମେ ଦେଖିବା ବିଗତ ଦିନମାନଙ୍କର କ'ଣ ହେଉଥିଲା, ନବୀନ ପଟ୍ଟନାୟକ କ'ଣ ହେଉଥିଲା, ଆଇନ ତା ବାଟରେ ଯାଉଥିଲା। କେତେ ନାରୀ ନିର୍ଯାତନା, କେତେ ମୃତ୍ୟୁ, କେତେ ଦର୍ଶନ, କେତେ କ'ଣ ହେଇଛି ସେଇଟା କ'ଣ ଲୋକ ଜାଣିନାହାନ୍ତି? ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି। କିନ୍ତୁ ସେ ଦୃଷ୍ଟିରୁ ତ ଇମିଡ଼ିଏଟ୍ ଆକ୍ସନ୍ ସବୁ ଭାରତୀୟ ଜନତା ପାର୍ଟି ସରକାର କରୁଛି, ସେଥିରେ କିଛି ଅସୁବିଧା ନାହିଁ। ଆଉ ମୌସୁମୀ ଅଧିବେଶନ କଥା ସେ ସଠିକ୍ ସମୟରେ ହେବ, ଏଇଟା ତ ସର୍ବଦଳୀୟ କଥା ଅଛି। ଏଇଟା ତ କେବଳ ଭାରତୀୟ ଜନତା ପାର୍ଟିର କଥା ନୁହେଁ, ସର୍ବଦଳୀୟ କଥା ଅଛି। ସର୍ବଦଳୀୟ ବୈଠକରେ ଯେତେବେଳେ ନିଷ୍ପତ୍ତି ହେବ, ତାପରେ ତାର ଯାହା ଯେମିତି ଅଛି ନୋଟିଫିକେସନ୍ ହେବ, ସବୁ କିଛି ହେବ, ଏତେ ତ କିଛି ଅସୁବିଧା ନାହିଁ। କିନ୍ତୁ ଭକ୍ତ ଦାସ ମଧ୍ୟ ଗତକାଲି କହିଲେ ଯେ ଯଦି ସରକାର ନ ଡାକନ୍ତି ତାହେଲେ ଆମେ ସ୍ପେଶାଲ ରିକ୍ୱେଷ୍ଟ ଦେଇକି ଡାକିବୁ, ଡାକିବା ପାଇଁ ଗଭର୍ଣ୍ଣରଙ୍କୁ ଜଣାଇବୁ। ସିଏ ଯଦି ତାଙ୍କର ପାରୁଛନ୍ତି କରିବେ, ସେଥିରେ କିଏ ମନା କରିଛି? କିଏ କାହାକୁ ବଡ଼ ବଡ଼ କଥା କହିବା, କିଏ କାହାକୁ ମନା କରିছে କି? ଜୁଲାଇ ମାସ ସରିବାକୁ ବସିଲା। ନାଇଁ ଦେଖନ୍ତୁ, ନାଇଁ ସେମିତି କିଛି ନାହିଁ। ଆପଣମାନେ ଯଦି ଦେଖିଥିବେ ଯେ ଅନେକ ସମୟରେ ଯେତେବେଳେ ପାର୍ଲାମେଣ୍ଟ ଆଉ ଆସେମ୍ବଲି ସେସନଟା ଟିକେ ଡିଫରେନ୍ସ ବି ଥାଏ, ମୁଁ ବି ସେଇଟା ନିଜେ ଦେଖିଛି। ତେଣୁ ସେଇଟା ବଡ଼ କଥା ନାହିଁ। କିନ୍ତୁ ସରକାର କ'ଣ ପାଇଁ ନେଇନାହାନ୍ତି ତା ଭିତରେ ବି କିଛି ଥାଇପାରେ। କିଛି ତା ଅର୍ଥ ନୁହେଁ ଯେ ଏଇ କାରଣ ଯୋଗୁଁ ମୌସୁମୀ ଅଧିବେଶନ ଏମିତି ମାନେ ତାକୁ ବର୍ତ୍ତମାନ ଡକାଯାଉନି ବା ତାକୁ ଘୁଷେଇ ଦିଆହୁଏ, ସେସବୁ ବେକାର କଥା। ଅନାସ୍ଥା ସେ କହୁଛନ୍ତି, ଅନାସ୍ଥା ପ୍ରସ୍ତାବ ନେଇକି ଯେହେତୁ ବିଜେଡି ଉଠିବାର କଥା କହିଲାଣି, କଂଗ୍ରେସ ମଧ୍ୟ ସମର୍ଥନ ଜଣାଇବାର କଥା କହିଲାଣି, ଏସବୁ କାରଣ ପାଇଁ ଏବଂ ନାରୀ ନିର୍ଯାତନା ଇସ୍ୟୁକୁ ନେଇକି ବର୍ତ୍ତମାନ ସରକାର ସେଇଥିପାଇଁ ବ୍ୟାକଫୁଟ୍ ରହୁଛି। ଦେଖନ୍ତୁ, ଅନାସ୍ଥା କଥା ଯେଉଁ କଥା କହିଲେ କିଏ କାହାକୁ ମନା କରିଛି କି? ଯଦି ତାଙ୍କର କ୍ରାଇଟେରିଆ ଯେତିକି ଆବଶ୍ୟକ ଅଛି ବିଧାନସଭାରେ, ସେଇ କ୍ରମରେ ସେ ତାଙ୍କର ଆଣିପାରିବେ, ସେଥିରେ କିଏ କାହାକୁ ମନା କରିଛି କି? ତେଣୁ ସେସବୁ କଥା ନାହିଁ। ଦେଖନ୍ତୁ, ବିରୋଧୀ ଦଳର କାମ ହେଉଛି ବିରୋଧ କରିବା ଏବଂ ସରକାର ବିରୁଦ୍ଧରେ କହିବା। ତେଣୁ ସେ ତାଙ୍କର କହୁଛନ୍ତି, ବକ୍ତବ୍ୟ ଦେଉଛନ୍ତି, ନହେଲେ ଫେର ମାର୍କେଟ କେମିତି ଚାଲିବ? ମାର୍କେଟଟା କେମିତି ଚାଲିବ? ଆଜି ଯେଉଁପରି ଅବସ୍ଥାରେ ଆଜି ବିଜେଡି କୁହନ୍ତୁ, କଂଗ୍ରେସ କୁହନ୍ତୁ, ଯେଉଁ ଅବସ୍ଥାରେ ଅଛନ୍ତି, ଯଦି ସେମାନେ এই ପ୍ରକାର ଟିକେ ଟ୍ରେଲର ଟିକେ ନ ଦେଖାଇବେ, ଫେର ଲୋକ କେମିତି ଜାଣିବେ ଯେ ଗୋଟେ ପାର୍ଟିଟା ଅଛି ବୋଲିକି? କଥାଟା ବୁଝି ହେଉଛି ନା? ତେଣୁ ସେସବୁ କଥା ନାହିଁ। ଆଜି ଭାରତୀୟ ଜନତା ପାର୍ଟି ଲୋକଙ୍କର ପୁରା ପ୍ରିୟ ଭାଜନ ହେଇସାରିଛି। ଯାହା ଯାହା ଆକ୍ସନ୍ ହେଉଛି, ଯେଉଁ ପ୍ରକାର କାର୍ଯ୍ୟକ୍ରମ ହେଉଛି, ଯେଉଁପରି ଭାବରେ ଡେଭଲପମେଣ୍ଟର କାମ ହେଉଛି, ନିଶ୍ଚିତ ଭାବରେ ଲୋକ ଏହାକୁ ଗ୍ରହଣ କରୁଛନ୍ତି। ଆଉ ସେଇଥିପାଇଁ ତ ଆଜି ଗୋଟେ ପରେ ଗୋଟେ ପ୍ରୋଗ୍ରାମ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଆସିକି ଏଠି କରୁଛନ୍ତି। ନ୍ୟାସନାଲ ଲେଭେଲ ପ୍ରୋଗ୍ରାମ ହେଲା, ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ହେଉଛି।